ଅତିଥିଙ୍କ ଉପାସକ ଆତିଥେୟ, ଗଣପତିଙ୍କ ଉପାସକ ଗାଣପତ୍ୟ, ପୁତ୍ତଳୀର ଉପାସକ ପୌତ୍ତଳିକ, ବିଷ୍ଣୁଙ୍କର ଉପାସକ ବୈଷ୍ଣବ, ବୁଦ୍ଧଙ୍କର ଉପାସକ ବୌଦ୍ଧ, ବ୍ରହ୍ମଙ୍କର ଉପାସକ ବ୍ରାହ୍ମ, ଶକ୍ତିଙ୍କର ଉପାସକ ଶାକ୍ତ, ଶିବଙ୍କର ଉପାସକ ଶୈବ, ସୁର ବା ସୂର୍ଯ୍ୟଙ୍କର ଉପାସକ ସୌର, ସ୍ତ୍ରୀର ଭକ୍ତ ସ୍ତ୍ରୈଣ। ଅଳଙ୍କାର ଶାସ୍ତ୍ରରେ ପଣ୍ଡିତ ଆଳଙ୍କାରିକ, ଇତିହାସରେ ପଣ୍ଡିତ ଐତିହାସିକ, ତର୍କଶାସ୍ତ୍ରରେ ପଣ୍ଡିତ ତାର୍କିକ, ଦର୍ଶନ ଶାସ୍ତ୍ରରେ ପଣ୍ଡିତ ଦାର୍ଶନିକ, ନ୍ୟାୟଶାସ୍ତ୍ରରେ ପଣ୍ଡିତ ନୈୟାୟିକ, ବେଦାନ୍ତ ଶାସ୍ତ୍ରରେ ପଣ୍ଡିତ ବୈଦାନ୍ତିକ ବା ବେଦାନ୍ତୀ, ବ୍ୟାକରଣରେ ପଣ୍ଡିତ ବୈୟାକରଣ ବା ବ୍ୟାକରଣବିତ୍, ବିଜ୍ଞାନ ଶାସ୍ତ୍ରରେ ନିପୁଣ ବୈଜ୍ଞାନିକ, ସାହିତ୍ୟ ଶାସ୍ତ୍ରରେ ପଣ୍ଡିତ ସାହିତ୍ୟିକ, ସ୍ମୃତି ଶାସ୍ତ୍ରରେ ପଣ୍ଡିତ ସ୍ମାର୍ତ, ଗଣିତ ଶାସ୍ତ୍ରରେ ନିପୁଣ ଗାଣିତିକ ବା ଗଣିତଜ୍ଞ, ଜ୍ୟୋତିଷ ଶାସ୍ତ୍ରରେ ନିପୁଣ ଜ୍ୟୋତିର୍ବିଦ୍ ବା ଜ୍ୟୋତିଷ, ବ୍ରହ୍ମଙ୍କ ସମ୍ବନ୍ଧରେ ଜ୍ଞାନୀ ବ୍ରାହ୍ମଣ। ଯାହାର ତନ୍ତ୍ରରେ ଜ୍ଞାନ ଅଛି ତାନ୍ତ୍ରିକ ବା ତନ୍ତ୍ରବିତ୍, ଯାହାର ବେଦରେ ଜ୍ଞାନ ଅଛି ବେଦଜ୍ଞ ବା ବେଦବିତ୍, ଯାହାର ମନ୍ତ୍ରରେ ଜ୍ଞାନ ଅଛି ମାନ୍ତ୍ରିକ ବା ମନ୍ତ୍ରବିତ୍, ଯାହାର ଯଜ୍ଞରେ ଜ୍ଞାନ ଅଛି ଯାଜ୍ଞିକ ବା ଯଜ୍ଞବିତ୍, ଯିଏ ଆଲୋଚନା କରନ୍ତି ଆଲୋଚକ, ଯିଏ ଉପଭୋଗ କରନ୍ତି ଉପଭୋକ୍ତା, ଯିଏ କଥା ସୃଷ୍ଟି କରନ୍ତି କଥାକାର, ଯିଏ କଳା ସୃଷ୍ଟି କରନ୍ତି କଳାକାର, ଯିଏ କାବ୍ୟ ସୃଷ୍ଟି କରନ୍ତି କାବ୍ୟକାର, ଯିଏ ଗ୍ରନ୍ଥ ସୃଷ୍ଟି କରନ୍ତି ଗ୍ରନ୍ଥକାର, ଯିଏ ଗ୍ରହଣ କରେ ସେ ଗ୍ରହୀତା, ଯିଏ ଗର୍ଭରେ ଧରେ ସେ ଗର୍ଭଧାରିଣୀ, ଏକ ପଦ ହେବ ଗର୍ଭଧାରିଣୀ, ଯିଏ ଚାରିଆଡ଼େ ଭ୍ରମଣ କରନ୍ତି ପର୍ଯ୍ୟଟକ, ଯିଏ ଚିତ୍ର ସୃଷ୍ଟି କରନ୍ତି ଚିତ୍ରକାର, ଯିଏ ଦର୍ଶନ କରେ ସେ ଦ୍ରଷ୍ଟା ବା ଦର୍ଶକ, ଯିଏ ଦାନ କରେ ସେ ଦାତା ବା ଦାନୀ, ଯିଏ ନିଏ ନେତା, ଯିଏ ନ୍ୟାୟ ଦିଅନ୍ତି ନ୍ୟାୟମୂର୍ତ୍ତି ବା ନ୍ୟାୟାଧୀଶ, ଯିଏ ନିର୍ମାଣ କରେ ନିର୍ମାତା, ଯିଏ ପୃଷ୍ଠପୋଷଣ କରନ୍ତି ପୃଷ୍ଠପୋଷକ, ଯିଏ ପାଳନ କରେ ପିତା, ଯିଏ ପ୍ରମାଣ କରେ ପ୍ରମାଣକ, ଯିଏ ବିଚାର କରନ୍ତି ବିଚାରକ, ଯିଏ ବିଧାନ କରନ୍ତି ବିଧାତା, ଯିଏ ଭରଣ କରେ ଭର୍ତ୍ତା, ଯିଏ ଭୋଗ କରେ ଭୋକ୍ତା, ଯିଏ ରଚନା କରେ ରଚୟିତା, ଯିଏ ଶ୍ରବଣ କରେ ଶ୍ରୋତା, ଯିଏ ଶାସ୍ତି ଦିଏ ଶାସ୍ତା, ଯିଏ ଶାସ୍ତି ଦିଏ ଏକ ପଦରେ କହିଲେ ହେବ ଶାସ୍ତା, ଯିଏ ସୃଷ୍ଟି କରେ ସେ ସ୍ରଷ୍ଟା, ଯିଏ ସଂସାର ତ୍ୟାଗ କରନ୍ତି ସନ୍ନ୍ୟାସୀ, ଯିଏ ହତ୍ୟା କରେ ହନ୍ତା, ଯିଏ ହରଣ କରେ ହର୍ତ୍ତା।